କାର୍ଯ୍ୟପଦ 6 ଆକଳନ 2 ପ୍ରଶ୍ନ 1 ତଳେ ଦିଆଯାଇଥିବା ଶବ୍ଦଟି ପାଇଁ କେଉଁ ଅର୍ଥ ଠିକ୍ ଅଛି ଆସ କୋଠରୀରୁ ବାଛି ଲେଖିବା। ଅଗତ୍ୟା ଦ୍ରୁତଗତି ଦୁର୍ଗତି ଅନ୍ୟଗତି ନଥିବାରୁ। ପ୍ରଶ୍ନ 2 ମୁଁ ମୋ ଜନ୍ମଭୂମିକୁ ଭଲ ପାଏ। ଏହି ବାକ୍ୟରେ ପ୍ରଥମ ପୁରୁଷ ଶବ୍ଦଟି କ'ଣ ହେବ? ମୁଁ। ପ୍ରଶ୍ନ 3 ଓ ର ନ ଅକ୍ଷର ଗୁଡ଼ିକୁ ସଜାଡ଼ି ଲେଖିଲେ ଠିକ୍ ଶବ୍ଦଟି କ'ଣ ହେବ? ଆସ ତଳ ଘରେ ଲେଖିବା। ରନ ଓ ନର ଅରନ ନର। ପ୍ରଶ୍ନ 4 ଠିକ୍ ବନାନ ଥିବା ଶବ୍ଦଟିକୁ ବାଛି ତଳ କୋଠରୀରେ ଲେଖିବା। ଗୋ ସନ୍ନ୍ୟାସୀ। ପ୍ରଶ୍ନ ନମ୍ବର 5 ବଣ୍ଡନୀ ମଧ୍ୟରୁ ଠିକ୍ ଶବ୍ଦ ଖୋଜି ଶୂନ୍ୟସ୍ଥାନ ପୂରଣ କରିବା। ବିକାଶ ସବୁ କାର୍ଯ୍ୟରେ ନିଜର ଡ୍ୟାସ୍ ଦେଖାଏ। ବାହାଦୁରୀ। ପ୍ରଶ୍ନ 6 ବେଶ ପକାଇବାର ଅର୍ଥ ତଳଲିଖିତ କେଉଁଟି ଠିକ୍ ତାହା ତଳ କୋଠରୀରେ ଲେଖିବା। କୋ ପୋଷାକ ଫୋପାଡ଼ି ଦେବା। ଖୋ ପୋଷାକ ପିନ୍ଧିବା। ଗୋ ପୋଷାକ ଓହ୍ଲାଇବା। ଖୋ ପୋଷାକ ପିନ୍ଧିବା। ପ୍ରଶ୍ନ 7 ବାକ୍ୟରେ ଯେଉଁ ବିରାମ ଚିହ୍ନର ବ୍ୟବହାର ହୋଇଛି ତାହାକୁ କୋଠରୀରେ ଲେଖିବା। ତମେ ଆଜି କେତେ ସୁନ୍ଦର ଦିଶୁଛ। ପ୍ରଶ୍ନବାଚକ ବିରାମ ଚିହ୍ନ। ପ୍ରଶ୍ନ 8 କେଉଁ ବାକ୍ୟଟି ଠିକ୍ ଭାବେ ଲେଖାଯାଇଛି ଆସ ତାହା ଖାଲି ଘରେ ଲେଖିବା। କୋ ନାମ ଭାରତ ଆମ ଦେଶର। ଖୋ ଭାରତ ଆମ ଦେଶର ନାମ। ଗୋ ଆମ ଦେଶର ନାମ ଭାରତ। ଗୋ ଆମ ଦେଶର ନାମ ଭାରତ। ପ୍ରଶ୍ନ 9 ତଳଲିଖିତ ଅନୁଚ୍ଛେଦଟିକୁ ପଢ଼ି ଆସ ପ୍ରଶ୍ନ ତିଆରି କରିବା ଓ ତଳ କୋଠରୀରେ ଲେଖିବା। ମୂଲ୍ୟବାନ ପୋଷାକ ଓ ଅଳଙ୍କାର ପିନ୍ଧି ସଜେଇ ହେବା ଉପଯୁକ୍ତ ବେଶ ନୁହେଁ, ନିଜକୁ ଭଲ ଗୁଣରେ ସଜେଇବା ହିଁ ସୁନ୍ଦର ବେଶ। ସୁନ୍ଦର ବେଶ କ'ଣ? ପ୍ରଶ୍ନ 10 ସତ କହିବା ଯେପରି ଗୋଟିଏ ଭଲ ଗୁଣ, ସେହିପରି ଆଉ ଗୋଟିଏ ଭଲ ଗୁଣର ନାମ ଲେଖିବା। ପରୋପକାର।